जय जगन्नाथ। आज जानिबा महाप्रभु जगन्नाथंकर दुई आखि विषय रे। चक्का चक्का आखि दुईटी कहीं एवं से चक्का चक्का आखि दुईटीर नाम कौन, ए विषय रे मु अधम रवींद्र कुल्हारी जदि कहिबारे किछि भूल कहिदेवी क्षमा करिवे। महाप्रभुଙ୍କ पाखरे मु प्रार्थना करुछि, प्रभु मते क्षमा करी देवे। भूमिर्पर्णलोभयोखं मनो बुद्धिरेव च अहंकार इतं मे भिन्ना प्रकृतिर्ष्ठर अपरयमित्यस्तनां प्रकृतिं विधमे परा जीवभूतं महाबाहो यदं धायते जगत्। भूमि, जल, अनल, आकाश, वायु व मन, बुद्धि, अहंकार, एही आठ म अपरा प्रकृति उपादान। हे महाबाहु, जहा द्वारा ये जगत धारण करा जाए, सेही अपरा प्रकृति ठारू भिन्न मोर जीव रूपा परा प्रकृति अछि जान। भगवान श्रीकृष्ण कहउछंती, रे अर्जुन, मोर दुईटी प्रकृति अछि, दुईटी को जान, जहा द्वारा सृष्टि संभव हेउछि। पंच महाभूत सह मन बुद्धि अहंकार मिसी आठ हेउछि। एही आठ भागर विभक्त प्रकृति को देखुछु। एहा मोर अपरा बा निकृष्ट प्रकृति। एहाठू भिन्न जेउ प्रकृति रहिछि, ताहा मोर परा बा श्रेष्ठ प्रकृति, जहा जीवरूपी एवं जहा द्वारा समग्र जगत परिचालित हेउछि। दुईटी प्रकृतिर मुख्य उपादान शून्य ब्रह्म। एतद्योनीनि भूतानि सर्वाणि तोपधार अहंकृतस्य जगत प्रभाव प्रलयस्थता। हे अर्जुन, मोर एही दुई प्रकार प्रकृतिर संयोगरु समग्र जीव जगतर उत्पत्ति बुली तुमे जानी रख, एवं मु ही जगतर सृष्टि व प्रलयर कारण। क्षेत्र हेउछि शरीर बा जड़ प्रकृति, क्षेत्रज्ञ हेउछि आत्मा बा चेतना प्रकृति। एही दुई प्रकृतिर संयोगरे सृष्टि संभव हुए। सेही परी भगवानंकर अपरा ओ परा प्रकृतिर सम्मेलनरु ही समस्त चराचर जगतर सृष्टि हुईछि। एही दुई प्रकृतिर मूल उत्स स्वयं भगवान। तेणु से ही समग्र सृष्टिर आदि कारण एवं अंतिम लय स्थान। ब्रह्म सत्य, जगत मिथ्या। ब्रह्म सत्य अर्थात परा व अपरा को धारण करुथिबा सत्य ही सत्य, आउ सबु मिथ्या। परा व अपरा मिथ्या सत, किंतु यह चिरंतन सत्य। परा व अपरा दुईटी शून्य ब्रह्म। संसारर दुई तत्व, संसारटी दुई तत्वरे गढ़ा ओ विनाश। एही दुई तत्व छड़ा
ସଂସାରରେ କିଛି ନାହିଁ। ଜଗନ୍ନାଥଙ୍କର ଦୁଇଟି ଚକା ଆଖି ରହିଛି। ଦୁଇଟି ଆଖିର ମଧ୍ୟ ନାଁ ଅଛି। ଗୋଟିଏ ପରା ଓ ଅନ୍ୟଟିର ନାଁ ଅପରା, ଯାହା ଜଗତକୁ ଧାରଣ କରୁଛି। ତେଣୁ ତାଙ୍କର ନାମ ଜଗନ୍ନାଥ। ଏହି ଦୁଇ ଆଖିର ମୂଳ ଗୁଣ ଶୂନ ହୋଇଯାଉଥିବାରୁ ଏହା ଶୂନ ପରି ଦେଖାଯାଏ। ଦୁଇଟି ଆଖି ଧାରଣ କରୁଥିବାରୁ ଯାହାର ନାମ ପରା ଓ ଅପରା, ତେଣୁ ସେ ଭଗବାନ, ସେ କୃଷ୍ଣ, ସେ ହିଁ ଜଗନ୍ନାଥ। ରେ ଅର୍ଜୁନ, ମୁଁ ନୀଳାଚଳରେ ରହି କଳି ଯୁଗରେ ନୀଳା କରିବି। ଯଦି ମୋତେ ଦର୍ଶନ କରିବାକୁ ଆସିବ, ଯିଏ ଆସୁ ଏଇ କଳି ଯୁଗରେ ମୋ ଆଖିକୁ ଦର୍ଶନ କରିବ, ତା ମାଧ୍ୟମରେ ବ୍ରହ୍ମ ଦର୍ଶନ ପାଇପାରିବ। ଯଦି ମୋ ଆଖି ସହ ଆଖି ମିଶାଇ ଦର୍ଶନ କରିବ ତ ଆଖି ସହ ଆଖି ମିଶାଇ ଦର୍ଶନ କଲେ କ'ଣ ହୁଏ, ତାହା ପରବର୍ତ୍ତୀ ଭିଡ଼ିଓରେ କହିବା, ଆପଣମାନେ ଜାଣିପାରିବେ। ଆସନ୍ତୁ ଏଇ ଆଖି ଉପରେ ଗୋଟିଏ ଗୀତ ଶୁଣିବା। ଗୀତର ରଚନା ରବୀନ୍ଦ୍ର କୁଲ୍ହାରୀ। ମୋ ଦୁଇଟି ଆଖିର ଦୁଇଟି ତାରା, ଗୋଟିଏ ଯୁଗଳ ପ୍ରେମ ପସରା। ଜଣେ ସୂରୁଜ, ଜଣେ ମୁରୁଜ ଖରା, ଜଣେ ଚାନ୍ଦ, ଜଣେ ଚାନ୍ଦିନୀ ପରା। ଜଣେ ସୁନା ହେଲେ ଜଣେ ତ ହୀରା, ଜଣେ ବସନ୍ତକୁ ଫାଲ୍ଗୁନ ଧାରା। ଜଣେ ପୌଷ, ଜଣେ ଶୀତ ପସରା, ଜଣେ ପାରାବାରକୁ, ଜଣେ ସୁନୀଳ ଲହରୀ ପରା। ଜଣେ ନଈ ହେଲେ ଜଣେ ଖେଳେ ଭଉଁରୀ, ଜଗା ବଳିଆର ଯୋଡ଼ି ଆସରା। ଜଣକୁ ଛାଡ଼ି ଜଣେ ଅଧୁରା, ମୋ ଦୁଇଟି ଆଖିର ଦୁଇଟି ତାରା। ଗୋଟିଏ ଯୁଗଳ ପ୍ରେମ ପସରା। ଦୁଇଟି ତତ୍ତ୍ୱରେ ସଂସାର ଗଢ଼ା, ଗୁଣ୍ଡିଚା ଜାତକୁ ରଥ ବାହୁଡ଼ା। ପତି ପତ୍ନୀ ଯୋଡ଼ି ଭାରି ବଢ଼ିଆ, ଗୋଟିଏ ବିନା ଗୋଟେ ଯେ ଅଧୁରା। ଦୁଇଟି ଆଖିକୁ ସୁନ୍ଦର କହି, ଗୋଟିଏ ଆଖିକୁ କଣା ବୋଲଇ। ଯୋଡ଼ିଏ ନଥିଲେ ଅନ୍ଧ ବୋଲଇ, ତଥାପି ତାହାକୁ ସୁନ ଦିଶଇ। ସୁନ ମଧ୍ୟରୁ ଅନ୍ଧାର ଜନ୍ମଇ, ଅନ୍ଧାର ମଧ୍ୟରେ ସତ୍ୟ ଯେ ଥାଇ। ସତ୍ୟର ରୂପରେଖ ନାହିଁ, ମାୟା ଜାଲରେ ସେ ଧରା ନ ପଡ଼ଇ। ଅନ୍ଧ ଦେଖଇ ଅନ୍ଧରେ ମାୟାର ଆସରା। ମୋ ଦୁଇଟି ଆଖିର ଦୁଇଟି ତାରା। ଗୋଟିଏ ଯୁଗଳ ପ୍ରେମ ପସରା,
ଚକାଡୋଳା ବୋଲି ଦୁଇଟି ଆଖି ଜଗତ ପାଖରେ ରହିଛି ସାକ୍ଷୀ। ଗୋଟିଏ ମାୟା ଗୋଟେ ବ୍ରହ୍ମକୁ ଲାଖି ସମୟ ଖଯାଏ ପରଖି ପରଖି। ଗୋଟିଏ ମିଶିଲେ ଗୋଟିଏ ଫେଡ଼େ ଶେଷକୁ ଆସି ଶୂନ ଶୂନରେ ରହେ। ଯେତିକି ଆସଇ ସେତିକି ଯାଏ ଶେଷକୁ ଯୋଡ଼ିଏ ଶୂନ ଥାଏ। ଯୋଡ଼ିଏକୁ ନେଇ ଶୂନ ଆକାର ଦୁଇଟି ତତ୍ଵର ଗଢ଼ା ସଂସାର। ଦାରୁ ବ୍ରହ୍ମରେ ଠାକୁର ଧାଗଢ଼ା ଯେଉଁଠିରେ ହୁଅନ୍ତି ସେ ପୁରା। ଏଇ ଯୋଡ଼ି ମଧ୍ୟ ତତ୍ଵ ଯେ ପୁରା ଜଗନ୍ନାଥଙ୍କର ନାମ ଆସରା। ମୋ ଦୁଇଟି ଆଖିର ଦୁଇଟି ତାରା ଗୋଟିଏ ଯୁଗଳ ପ୍ରେମ ଆସରା। ମାୟା ନଥିଲେ କି ବ୍ରହ୍ମ ରହିବ ଯୋଡ଼ ନଥିଲେ କି ଗଢ଼ିକି ହେବ। ଦୁଇଟି ମିଶିଲେ ଶୂନ ହୋଇବ ସୁନର ଗୁଣିଲେ ଶୂନ ହିଁ ଦେବ। ଗୋଟିଏ ରହିଲେ ଶୂନ କରିବ ଯେତେ ବଡ଼ ସଂଖ୍ୟା ତହିଁ ଗୁଣିବ। ମିଶାଣ ପଣରେ ତାହା ନୁହିବ ଗୁଣର ପଣରେ ଯାହା ହୋଇବ। ସେଇଥିପାଇଁ ତ ଦୁଇଟି ଡୋଳା ଜଗତ ମଧ୍ୟରେ ତାଙ୍କର ଲୀଳା। ମାଟିରେ ମିଶଇ ମାଟି ଶରୀର ବ୍ରହ୍ମରେ ଗଣଇ ଆତ୍ମାର ଦ୍ୱାର। ବିପରୀତ ନୁହେଁ ସମଧର୍ମୀ ପରା ଦୁଇଟି ଆଖିର ଦୁଇ ଆସରା। ମୋ ଦୁଇଟି ଆଖିର ଦୁଇଟି ତାରା ଗୋଟିଏ ଯୁଗଳ ପ୍ରେମ ପସରା। ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ।